परम प्रेममय परम दयाल श्री श्री ठाकुर अनुकूल चंद्र श्रीचरण मोर शत सहस्र कोटि प्रणाम। परम आराध्या जगज्जननी बड़मा श्रीचरण मोर प्रणाम। परम पूज्यपाद बड़दा श्रीचरण मोर प्रणाम। पूज्यपाद आचार्य देवों श्रीचरण मोर प्रणाम। मोर ही वीडियो देखुथिबा अगणित इष्टप्राण गुरु भाई गुरु माँ मानू मोर अंतरु श्रद्धापूर्वक जय गुरु। मोर यही चैनल मु समस्त को श्रद्धार सह स्वागत जनाऊँगी। आसतु शुणिबा आजिर प्रसंगटी। निष्प्राण वस्तु को भी सेवा देवार कथा उपरे दुईटी उदाहरण देई परम पूज्यपाद श्री श्री आचार्य देव कहूथिले যত্ନ ଓ ଦରଦ ସହକାରେ ବସ୍ତୁଟିକୁ ରଖିବା ଦରକାର। କେବଳ ବ୍ୟକ୍ତି କାହିଁକି ପ୍ରତ୍ୟେକ ବସ୍ତୁକୁ ଯୋଗ୍ୟ ମର୍ଯ୍ୟାଦା ଦେବା ଦରକାର। ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ କହିଛନ୍ତି, ଆପଣମାନେ ଅଜିତ ଧର ଭାଇଙ୍କୁ ଭଲ ଭାବରେ ଜାଣନ୍ତି। ଗୋଟିଏ ସମୟରେ ସେ ପବ୍ଲିସିଂ ହାଉସର ଗ୍ରନ୍ଥାବଳୀର ପ୍ରକାଶକ ଥିଲେ। ପ୍ରବୀଣ ବ୍ୟକ୍ତି। ଗୋଟିଏ ଦିନର ଘଟଣା। ଅଜିତ ଧର ଭାଇ ଶ୍ରୀ ଶ୍ରୀ ବଡ଼ଦାଙ୍କ ଘରେ ଅଛନ୍ତି। କେଉଁ ଗୋटे କାମରେ ଗୋटे ଦିଆସିଲ ଡବାର ଦରକାର ପଡ଼ିଲା। ତା ନେଇ ଆସି ଅଜିତ ଭାଇ କାର୍ଯ୍ୟ ସମ୍ପନ୍ନ କରି ଦିଆସିଲଟି ରଖିଦିଅନ୍ତି। ଶ୍ରୀ ଶ୍ରୀ ବଡ଼ଦାଙ୍କ ଉପସ୍ଥିତିରେ ତାହା ହେଲା। ରଖିବା ସମୟରେ ଅନ୍ୟମନସ୍କ ଭାବେ ଦିଆସିଲଟିକୁ ପକେଇଦେଲେ। ଶ୍ରୀ ଶ୍ରୀ ବଡ଼ଦା କହିଲେ, ତାକୁ ବ୍ୟଥା ଲାଗିଲାନି? ଅଜିତ ଭାଇ ଏଣେତେଣେ ଚାହୁଁଛନ୍ତି, ଭାବି ପାରୁନାହାନ୍ତି କିଏ ବ୍ୟଥା ପାଉଛି। ଶ୍ରୀ ଶ୍ରୀ ବଡ଼ଦା କହିଲେ, ନେବା ସମୟରେ ଦିଆସିଲ ଆଗ୍ରହ କରି ନେଲୁ, କିନ୍ତୁ ରଖିବା ସମୟରେ ଫୋପାଡ଼ି ଦେଲୁ। ଏଥିରୁ ବୁଝିପାରୁଛେ ନିଷ୍ପ୍ରାଣ ବସ୍ତୁକୁ ବି ସେବା ଦେବାର କଥା। ସେ କହିଲେ, ଯତ୍ନ ଓ ଦରଦ ସହକାରେ ବସ୍ତୁଟିକୁ ରଖିବା ଦରକାର। କେବଳ ବ୍ୟକ୍ତି କାହିଁକି ପ୍ରତ୍ୟେକ ବସ୍ତୁକୁ ଯୋଗ୍ୟ ମର୍ଯ୍ୟାଦା ଦେବା ଦରକାର। ପ୍ରୟାତ ଜିତେନ ଦେବ ବର୍ମନ ଭାଇଙ୍କୁ ଆପଣମାନେ ମଧ୍ୟ ଅଧିକାଂଶ ଜାଣନ୍ତି। ଶ୍ରୀ ଶ୍ରୀ ବଡ଼ଦାଙ୍କ ଘରେ ହିଁ ରହୁଥିଲେ। ବର୍ତ୍ତମାନ ଆଚାର୍ଯ୍ୟ ଦେବ ଯେଉଁ ନାଟମଣ୍ଡପରେ ବସନ୍ତି, ସେହି ପ୍ରାଙ୍ଗଣରେ ଦୁଇଟା କୃଷ୍ଣଚୂଡ଼ା ଗଛ ଥିଲା। ସେଥିରୁ ଗୋटे ଏବେ ବି ଅଛି। ଯେବେକାର କଥା କହୁଛି, ସେତେବେଳେ ଶ୍ରୀ ଶ୍ରୀ ବଡ଼ଦା ଠାକୁରବାଡ଼ି ଚାଲି ଚାଲି ଯାଉଥିଲେ। ଦିନେ ଠାକୁରବାଡ଼ିରୁ ଫେରିବା ପଥରେ ଦେଖିଲେ ଜିତେନ ଦେବ ବର୍ମନ ଭାଇ ଲୋକମାନଙ୍କୁ ନେଇ ଗୋଟେ କୃଷ୍ଣଚୂଡ଼ା ଗଛ କାଟିବାର ଉଦ୍ୟୋଗ କରୁଛନ୍ତି। ଶ୍ରୀ ଶ୍ରୀ ବଡ଼ଦାଙ୍କୁ ଜିତେନ ଭାଇ କହିଲେ, ଗଛଟା ମରିଯାଇଛି, ଶୁଖିଲା ଡାଳଗୁଡ଼ିକ ଠିଆ ହୋଇଛି, ତେଣୁ କାଟି ପକଉଛି। ଶ୍ରୀ ଶ୍ରୀ ବଡ଼ଦା କହିଲେ, ନା, ମରିନି, କାଟିବାକୁ ପଡ଼ିବନି। ଶ୍ରୀ ଶ୍ରୀ ବଡ଼ଦା ଗଛଟିର ଦେହରେ ହାତ ବୁଲେଇ ଆଦର କରି ଘରକୁ ଚାଲିଗଲେ। ତାପରେ ସେ ଗଛଟିରେ ନୂଆ ପତ୍ର କଅଁଳିଲା, ଡାଳପତ୍ରରେ ଭର୍ତ୍ତି ହୋଇଗଲା। ଏ ଘଟଣା ପରେ ଦୀର୍ଘ 30 ବର୍ଷ ଗଛଟି ବଞ୍ଚି ରହିଲା। ବର୍ତ୍ତମାନ ଆଚାର୍ଯ୍ୟ ଦେବଙ୍କ ଜୀବନରେ ବି ଏପରି ଘଟଣା ଅଛି। ଉକ୍ତ ଗଛଟିର ଗୋଟେ ବଡ଼ ଡାଳ ଭାଙ୍ଗିଯାଇ ଝୁଲୁଥିଲା। ଆଚାର୍ଯ୍ୟ ଦେବ ଗୋବର, ମାଟି, ଛଣ, ପାଣି ଇତ୍ୟାଦି ସହଯୋଗରେ ଭଙ୍ଗା ଅଂଶଟିକୁ ଯୋଡ଼ିଦେଲେ। ଗୋଟେ ବାନ୍ଧଣ ଦେଇ ଉପରେ ଦେଲେ ସିମେଣ୍ଟର ପ୍ଲାଷ୍ଟର। ଭଙ୍ଗା ଡାଳଟି ଅଳ୍ପ ଦିନରେ ହିଁ ଯୋଡ଼ି ହୋଇ ଯାଇଥିଲା। ଘଟଣାଗୁଡ଼ିକ ପ୍ରକୃତ ପ୍ରେମର ସାକ୍ଷ୍ୟ। ଆପଣମାନଙ୍କୁ ପ୍ରସଙ୍ଗଟି କିପରି ଲାଗିଲା? ଭଲ ଲାଗିଥିଲେ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ଆଶୀର୍ବଚନ ଭଲ ଲାଗିଥିଲେ ଲାଇକ୍ ନିଶ୍ଚିତ କରିବେ। ଆଉ କମେଣ୍ଟରେ ଜୟ ଗୁରୁ ଲେଖିବାକୁ ଜମାରୁ ବି ଭୁଲିବେନି। ଜୟ ଗୁରୁ।